जय जगन्नाथ ଆପଣମାନଙ୍କୁ ପ୍ରଜ୍ୟୋତିଷୱାଲକୁ ସ୍ୱାଗତ। ଗୋଟିଏ ମଣିଷ ଜୀବନ ସହ ସ୍ୱପ୍ନର ବହୁତ ଗଭୀର ସମ୍ବନ୍ଧ ରହିଥାଏ। ସବୁ ସ୍ୱପ୍ନ ମଣିଷ ଜୀବନରେ କିଛି ଶୁଭ ଆଉ କିଛି ଅଶୁଭର ଫଳ ଦେଇଥାଏ। ଯାହା ବିଷୟରେ ସ୍ୱପ୍ନ ଶାସ୍ତ୍ରରେ ବିସ୍ତାର ଭାବରେ କୁହାଯାଇଛି। କିଛି ସ୍ୱପ୍ନ ସତ ହୁଏ ତ କିଛି ସ୍ୱପ୍ନ ମିଛ। ଆଉ କିଛି ସ୍ୱପ୍ନ ଭବିଷ୍ୟତର କଥା ମଧ୍ୟ ଆମକୁ କହିଯାଇଥାଏ। ସେଇ ସ୍ୱପ୍ନର ଫଳ କ'ଣ ରହିଛି ଚାଲନ୍ତୁ ଜାଣିବା ଏଇ ଭିଡ଼ିଓରେ। ପ୍ରଥମେ ଜାଣି ରଖନ୍ତୁ, ସ୍ୱପ୍ନ ଆମେ ଯେଉଁ ଦେଖିଥାଉ ତାର ଗୋଟେ ସମୟ ଥାଏ। ମାନେ କହନ୍ତି ଯେ ଏହି ସମୟରେ ସକାଳ ମାନେ ଭୋର ସମୟରେ ମାନେ ଆମର ଭୋର 3ଟାରୁ 5ଟା ମଧ୍ୟରେ ମାନେ ସ୍ୱପ୍ନଟା ବହୁତ ଅଳ୍ପ ସମୟ ମଧ୍ୟରେ ମାନେ ଅଳ୍ପ ଦିନ ଭିତରେ ସେଇ ସ୍ୱପ୍ନଟା ସତ ହେଇଥାଏ। ଆଉ ଯେଉଁ ସ୍ୱପ୍ନ ଆମେ ରାତି 12ଟାରୁ 3ଟା ଭିତରେ ଦେଖିଥାଉ ସେ ସ୍ୱପ୍ନଟି ଆମକୁ ସମୟ ଲାଗିଥାଏ, 1 ମାସ 2 ମାସ, କିନ୍ତୁ ସେ ସ୍ୱପ୍ନଟି ମଧ୍ୟ ସତ ହେଇଥାଏ। ତ ସେଇ ସ୍ୱପ୍ନ ଭିତରେ କିଛିଟା ସ୍ୱପ୍ନ ଅଛି। ମୁଁ ଆପଣଙ୍କୁ ଆଜି ମୋର ବି ଗୋଟେ ଅନୁଭୂତି କହିବି। ଯେଉଁ ସ୍ୱପ୍ନ ମୋର ଏମିତିକି ବହୁତ କିଛି ସ୍ୱପ୍ନ ଅଛି ଯାହାର ଶୁଭ ଆଉ ଅଶୁଭ ଫଳ ମୁଁ ନିଜେ ବି ଅନୁଭବ କରିଛି, କିନ୍ତୁ ଗୋଟେ ସ୍ୱପ୍ନ ଯେଉଁଟାକି ମୋତେ ବହୁତ ବିଚଳିତ କରିଥିଲା। ମୁଁ ଆଜି ଆପଣଙ୍କୁ ସେଇ ସ୍ୱପ୍ନର ଅନୁଭୂତି ଆପଣଙ୍କ ପାଖକୁ ସେୟାର କରିବି। ତା ସହିତ ଏଇ ଭିଡ଼ିଓରେ ମଧ୍ୟ ଅନ୍ୟ କିଛି ସ୍ୱପ୍ନ ଅଛି ଯେଉଁ ସ୍ୱପ୍ନର ଫଳ କ'ଣ ରହିଥାଏ, ତାର ପ୍ରତିକାରକ କ'ଣ ମଧ୍ୟ ରହିଛି, ସବୁ ଆପଣଙ୍କୁ ଏଇ ଗୋଟେ ଭିଡ଼ିଓରେ କହିବି। ଦେଖନ୍ତୁ, ଫାର୍ଷ୍ଟ ହେଉଛି କିଛି ମାନେ ଆର ବର୍ଷର କଥା ମୁଁ ଆପଣଙ୍କୁ କହୁଛି। 2024 ବର୍ଷରେ ମୁଁ କଣ୍ଟିନ୍ୟୁ ମାନେ ସ୍ୱପ୍ନ ଦେଖିଲି। ମାନେ ସ୍ୱପ୍ନ ଦେଖିଲି ଯେ ମାନେ ଭୋରୁ ଭୋରୁ ମୁଁ ସ୍ୱପ୍ନ ଦେଖୁଥିବି। ମାନେ ମୋତେ ସାପ ଗୁଡ଼ାକ ବହୁତ କାମୁଡ଼ୁଛନ୍ତି ଆଉ ମୋତେ ବହୁତ କଷ୍ଟ ହେଉଛି। ମୁଁ ପୁଣି ନିଦ ଭାଙ୍ଗି ଯାଉଛି, ଏମିତି ଦେଖିବି। ପୁଣି ଆଜି ଧରିକ ଦେଖିଲି, କାଲି ପୁଣି ସେମିତି ଦେଖିବି ଯେ ସାପ ମୋତେ କାମୁଡ଼ୁଛନ୍ତି। ତାପରେ ମୁଁ ଦେଖିବି ଭଗବାନ ଶିବଙ୍କୁ ମଧ୍ୟ କଣ୍ଟିନ୍ୟୁ ଦେଖିବି। ତ ଏମିତି ହେଲା ପରେ ମୋତେ ଲାଗିଲା ଯେ ମୁଁ ବାରମ୍ବାର ତାପରେ ଯେମିତି ଏ ସ୍ୱପ୍ନ ଗୁଡ଼ାକ ଦେଖିଲି, ମୁଁ କ'ଣ କରେ ତା ପରଦିନ ଯେଉଁଦିନ ସ୍ୱପ୍ନ ଦେଖିବି ତା ପରଦିନ ଯଦି ସୁବିଧା ଥାଏ ଶିବ ମନ୍ଦିର ଚାଲିଯାଏ, ଟିକେ ଭୁଲ ମାଗିଦିଏ, କାରଣ ମୁଁ ଜାଣିଛି ସେ ସ୍ୱପ୍ନ କିଛି ଭଲ ନୁହେଁ। ସେଥିପାଇଁ କିନ୍ତୁ ଏ ସ୍ୱପ୍ନଟି ମୋର ଲଗାତାର 15 ଦିନ ପାଖାପାଖି ଚାଲିଲା। ତାପରେ ମୁଁ ଭାବିଲି ମୁଁ କିଛି ମାନେ ମାନସିକ କରିଛି କି ଯାହାକି ମୋତେ ଭଗବାନ ବାରମ୍ବାର ଦେଖାଉଛନ୍ତି। ମାନେ ସେ ମାନେ ବିଶେଷ କରି ଯେତେବେଳେ କାର୍ତ୍ତିକ ମାସ ଆସିବ, ଶ୍ରାବଣ ମାସ ଆସିବ, ସେଇ ସମୟରେ ମାନେ ମୋତେ ସେ ସ୍ୱପ୍ନଟି ଆହୁରି ବେଶୀ ବେଶୀ ଲାଗେ। ତ ଏମିତି ହେଇଗଲା, ସେମିତି ହେଉथा। ତାପରେ ମୁଁ ବହୁତ ଚିନ୍ତା କଲି, ନାଇଁ ମୁଁ କିଛି ମାନସିକ କରିଛି କି। ତ ଚିନ୍ତା କଲା ପରେ ମୁଁ ତ ଭାବିଲି, ମୁଁ କହିଲି ନାହିଁ କିଛି ତ ସେମିତି କିଛି ମାନସିକ ନାହିଁ। ମୁଁ ଯାହା ବି କରିଥିଲି ସବୁ ମାନେ ପୂର୍ଣ୍ଣ କରିସାରିଲିଣି, ଆଉ ତ କିଛି ନାହିଁ। ତ ଏମିତି ହେଲା। ତାପରେ ମୁଁ ଆମ ଘରେ ପଚାରିଲି କିଛି ମାନସିକ ଅଛି? ସେ କହିଲେ ନାଇଁ କିଛି ତ ନାହିଁ। ତୁ ଗୋଟେ କାମ କରୁ, ଆଉ ଥରେ ଟିକେ ଶିବ ମନ୍ଦିର ଯା, ଟିକେ ପୂଜାପୂଜି କର, ସବୁ ଠିକ୍ ଠାକ୍ ହେଇଯିବ। ତ ସେମିତି କଲା ପରେ ବି କଣ୍ଟିନ୍ୟୁ ମୋତେ ଗୋଟେ ମାସ ପର୍ଯ୍ୟନ୍ତ କଣ୍ଟିନ୍ୟୁ ସେମିତି ସାପ ସ୍ୱପ୍ନ, ମନ୍ଦିର ସ୍ୱପ୍ନ ମାନେ କଣ୍ଟିନ୍ୟୁ ଦେଖିବାରେ ଲାଗୁ। ତାପରେ ମୁଁ ଭାବିଲି ଯେ କ'ଣ ଗୋଟେ ରହିଯାଇଛି, ଗୋଟେ ଭୁଲ ରହିଯାଇଛି କି କ'ଣ ଗୋଟେ ହେଇଛି, ସେଥିପାଇଁ ମୁଁ ଏଇ ସ୍ୱପ୍ନଟି ବାରମ୍ବାର ଦେଖୁଛି। ଆଉ ଏମିତି ଆପଣ ବିଶ୍ୱାସ କରିପାରିବେନି ଯେ ମାନେ ଦେଖୁଥିବି, ମୋତେ ସ୍ୱପ୍ନରେ ଦେଖୁଥିବି ମୋତେ ସାପ କାମୁଡ଼ୁଛନ୍ତି, ମାନେ ଗୋଡ଼କୁ କାମୁଡ଼ୁଛନ୍ତି, ହାତକୁ କାମୁଡ଼ୁଛନ୍ତି, ପେଟକୁ କାମୁଡ଼ୁଛନ୍ତି। ଆଉ ସେଇ ସ୍ଥାନ ଗୁଡ଼ାକ ମୋତେ ପରେ ବି ମାନେ ଦରଜ ଯେମିତି ହେଇଯାଏ ସେମିତି ବି ଲାଗୁଥାଏ। ତାପରେ ଏମିତି ବହୁତ ଭାବି ସାରିଲା ପରେ ଶେଷରେ ଗୋଟେ ଦିନ ମୁଁ ମୋ ଶାଶୁଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ମୁଁ ଏମିତି କହିଲି, ମୁଁ କହିଲି ଏମିତି କଣ୍ଟିନ୍ୟୁ ସ୍ୱପ୍ନ ଦେଖୁଛି, ଆଉ କିଛି ମାନସିକ ଅଛି କି ଆଇଦର ମାନେ ମୋ ଛୁଆ ନାଁରେ କି ମୋ ସ୍ୱାମୀ ନାଁରେ କିଛି ଅଛି? ସେ କହିଲେ ନାଇଁ, ତ ସବୁ ସ୍ୱପ୍ନ ପୂରଣ ହେଇଗଲାଣି, ମାନେ ଯେତିକି ସେ ମାନସିକ କରିଥିଲେ ସବୁ ତ ପୂର୍ଣ୍ଣ ହେଇସାରିଲାଣି। ଏମିତି କଥାବାର୍ତ୍ତା ହଉ ସିଏ ମୋତେ ହଠାତ୍ରେ ମନେ ପକେଇଲେ, ଆରେ ତୁ ଗୋଟେ ମାନସିକ କରିଥିଲୁ ଯେ ମାନେ ମୁଁ ଗୋଟେ ମାନସିକ କରିଥିଲି ଯେ ମୋ ପୁଅ ଯଦି ମାନେ ସେ ଠିକ୍ ମାନେ ଛୁଆ ହେଇଥିଲା, ବହୁତ ଲେଟ୍ରେ କଥା କହିବା ଷ୍ଟାର୍ଟ କରିଥିଲା। ତ ମୁଁ ମାନସିକ କରିଥିଲି ଯେ ଧବଳେଶ୍ୱରଙ୍କ ପାଖରେ ଯଦି ମୋ ପୁଅ ସମ୍ପୂର୍ଣ୍ଣ ଭାଗରେ ମାନେ ସମ୍ପୂର୍ଣ୍ଣ ପୁରା କଥା କହିଦେଲା, ତାହେଲେ ମୁଁ କୁଲା ଯାଚିଥିଲି ଭଗବାନଙ୍କୁ।
ତ ସେତେବେଳକୁ ମୋ ପୁଅ ମାନେ ବହୁତ ଭଲସେ କଥା ହେଇସାରିଲାଣି, ତାକୁ ବର୍ଷେ ବିତିଗଲାଣି, ତଥାପି ମାନେ ସେ ମାନସିକଟା ପୂର୍ଣ୍ଣ ହବାର 1 ବର୍ଷ ବିତିଗଲାଣି ପଛେ ମୁଁ ସେ ମାନସିକ ସବୁଥରକ ଯାଏ, ମନେ ପଡ଼େ, କିନ୍ତୁ ପୁଣି ଭୁଲିଯାଏ, କିଛି ବ୍ୟସ୍ତତା ଯୋଗୁଁ, କିଛି ଅସୁବିଧା ଯୋଗୁଁ ଯାଇପାରେ ନା। ଏମିତି ହେଇ ହେଇ ମାନେ ସେ ମାନସିକଟା ବୋଧେ 2 ବର୍ଷ ହେଇଗଲାଣି, 2 ବର୍ଷରୁ 3 ବର୍ଷ ହେଇଗଲାଣି, ସେ ମାନସିକକୁ ପୂର୍ଣ୍ଣ ହେଇନଥିଲା। ତ ହଠାତ୍ରେ ସେ କହିବାରୁ ମୋର ମନେ ପଡ଼ିଲା, ହଁ। ତ ଯେଉଁ ଦିନ ଆପଣ ବିଶ୍ୱାସ କରିବେନି, ଯେଉଁ ଦିନ ମୋର ମନେ ପଡ଼ିଲା ଯେ ମୋର ଏଇ ମାନସିକ ଅଛି, ମୁଁ ତାପରେ ଭାବିଦେଲି ହଉ ଏଇଥରକ ମୁଁ ଯେତେବେଳେ ଯିବି, ମାନେ ଘରକୁ ଯିବି, ମୁଁ ତାହେଲେ ଧବଳେଶ୍ୱର ଯିବି, ସେଇଠି ଏଇଥରକ ଯେମିତି ହେଲେ ମାନସିକଟା ପୂର୍ଣ୍ଣ କରିଦେବି। ତ ଏଇଟା ମୁଁ ଏତିକି ଜଷ୍ଟ ଚିନ୍ତା କରିଛି, ତାପରଠୁ ଆପଣମାନେ ବିଶ୍ୱାସ କରିବେନି, ନା ଏଇଟା ଭଗବାନ ମୋତେ ଚେତେଇ ଦଉଥିଲେ କି କ'ଣ କରୁଥିଲେ। ତ ତାପରେ ମାନେ ଆପେ ଆପେ ମାନେ ସେ ସ୍ୱପ୍ନ ଆସିବା ବନ୍ଦ ହେଇଗଲା, ମୋତେ ସେ ସାପ କାମୁଡ଼ିବା କି ଭଗବାନଙ୍କର ସ୍ୱପ୍ନ ଆସିବା ବନ୍ଦ ହେଇଗଲା। ମୋତେ ତାପରେ ମୁଁ ତା 1 ମାସ ପରେ ମୁଁ ଯେତେବେଳେ ପୁଣି ଘରକୁ ଗଲି, ମୁଁ ସେ ମାନସିକ ପୂର୍ଣ୍ଣ କରିଦେଲି। ଦେଖନ୍ତୁ ସେଇଟା ହେଉଛି, ମୁଁ ମୋର ଏଇ ଅନୁଭୂତିଟା କ'ଣ ପାଇଁ ଆପଣଙ୍କ ପାଖକୁ ସେୟାର କଲି, ଯେ ଦେଖନ୍ତୁ ମାନସିକଟା ବେଳେବେଳେ ଆମେ ଭୁଲି ଯାଇଥାଉ, କିନ୍ତୁ ଗୋଟେ ସମୟ ଆସିଥାଏ ଯେ ଭଗବାନ ହିଁ ଆମକୁ ମାନେ ମାନସିକଟା ଅଛି ଆଉ ତମେ ପୂର୍ଣ୍ଣ କରିଦିଅ ବୋଲି ଭଗବାନ ନିଜେ ହିଁ ତାଙ୍କ ତରଫରୁ ବତେଇ ଦିଅନ୍ତି। ଠିକ୍ ଅଛି, ବତେଇ ଦିଅନ୍ତି, ଆମେ ଖାଲି ସେଇ ରାସ୍ତାରେ ହିଁ ଭଗବାନଙ୍କ ପାଖକୁ ଯିବାର ଅଛି। ଆଶା କରୁଛି ଆପଣମାନେ ଏଇ ମାନେ ଅନୁଭୂତିଟି ଶୁଣିକିନା ଆପଣଙ୍କ ଯଦି କିଛି ଅନୁଭୂତି ସେମିତି ଥିବ, ଆପଣ ମାନେ କମେଣ୍ଟରେ ମଧ୍ୟ କହିପାରିବେ କ'ଣ କିଛି ଯଦି ଅନୁଭୂତି ଅଛି। ତା ବ୍ୟତୀତ ଚାଲନ୍ତୁ ଏବେ ଜାଣିବା ଯେ କେଉଁ ସ୍ୱପ୍ନ ଦେଖିଲେ ଭଲ, କେଉଁ ସ୍ୱପ୍ନ ଦେଖିଲେ ଖରାପ। ଦେଖନ୍ତୁ, ଆପଣ ଯଦି ସ୍ୱପ୍ନରେ ବର୍ଷା ହେଉଥିବାର ସ୍ୱପ୍ନ ଦେଖୁଛନ୍ତି, ମାନେ ଆପଣ ଶୋଇଛନ୍ତି ଦେଖୁଛନ୍ତି ବର୍ଷା ହେଉଛି, ତାହେଲେ ସେଇଟା ବହୁତ ଶୁଭ ହେଇଥାଏ। ଆପଣଙ୍କର ଯଦି ଅଧୁରା କି ଅସମ୍ପୂର୍ଣ୍ଣ କିଛି ମନୋକାମନା ରହିଛି ମନ ଭିତରେ, ସେଟା ପୂର୍ଣ୍ଣ ହେବାର ସମ୍ଭାବନା ବଢ଼ି ଯାଇଥାଏ। ଆପଣ ଉପରକୁ ମାନେ ଉଠିବେ, ଆପଣଙ୍କ ଉନ୍ନତି ହେବ, ଧନ ଲାଭ ହେବ, ଏଇ ସବୁ ସଂକେତ ଦେଇଥାଏ ଯଦି ଆପଣ ବର୍ଷାର ସ୍ୱପ୍ନ ଦେଖୁଛନ୍ତି। ଆପଣ ଯଦି ଅଶାନ୍ତ ସମୁଦ୍ର ଦେଖୁଛନ୍ତି, ମାନେ ସମୁଦ୍ର ବହୁତ ଅଶାନ୍ତ ଅଛି, ଢେଉ ଖେଳୁଛି, ଆଉ ନହେଲେ ଆପଣ ଯଦି ଦେଖୁଥିବେ ଗୋଟେ ଜାଗା ଅଛି, ଗୋଟେ ପାଣି ବହୁତ ଗଭୀର ପାଣି ଅଛି, ଯେଉଁଥିରେ କାତ ନାହିଁ, ତ ଗଭୀର ପାଣି ଅଛି, ତ ସେ ସବୁ ସ୍ୱପ୍ନ ଦେଖିଲେ ଆପଣଙ୍କୁ ବହୁତ ମାନେ ଖରାପ ସ୍ୱପ୍ନ ସେଟା କୁହାଯାଏ। ମାନେ ଅଶାନ୍ତ ସମୁଦ୍ର ସହିତ ଗଭୀର ପାଣି ଯଦି ଆପଣ ଦେଖୁଛନ୍ତି, ସେ ସ୍ୱପ୍ନ ବହୁତ ଅଶୁଭ ହେଇଥାଏ। ଆପଣଙ୍କ ଜୀବନରେ ଆଗାମୀ ଭବିଷ୍ୟତ ଜୀବନରେ ଦୁଃଖ କଷ୍ଟ ଆସିବାର ସମ୍ଭାବନା ଥାଏ, କିଛି ବି ଅସୁବିଧାର ସମ୍ମୁଖୀନ ଆପଣ ହେବାକୁ ପଡ଼ିଥାଏ। ତେଣୁ ଆପଣ ତା ଆଗକୁ ସତର୍କତା ଅବଲମ୍ବନ କରିବେ ଯଦି ଏଇ ସ୍ୱପ୍ନ ଦେଖୁଛନ୍ତି। ଯଦି ଆପଣ ଗୋଲାପ ଫୁଲର ସ୍ୱପ୍ନ ଦେଖୁଛନ୍ତି, ତାହେଲେ ତାର ଅର୍ଥ ହେଉଛି ସକାରାତ୍ମକ ଫଳ ଆପଣଙ୍କୁ କିଛି ମିଳିବ, ବା ଆପଣଙ୍କର ଇଚ୍ଛା ଯଦି କିଛି ଅଛି, ଇଚ୍ଛା ପୂରଣ ହେବ, କି ଆପଣଙ୍କ ମାନେ କିଏ ଆପଣଙ୍କଠାରୁ ପଇସା ନେଇଛି, ସେ ଅଟିକି ଥିବା ଯେଉଁ ଯାହା ଧନ ଆପଣଙ୍କୁ ପ୍ରାପ୍ତ ହେବ, ଆର୍ଥିକ ସ୍ଥିତିରେ ଆପଣଙ୍କର ଉନ୍ନତି ଘଟିବ, ଆର୍ଥିକ ଲାଭ ହେବାର ସମ୍ଭାବନା ରହିବ। ଯଦି ଆପଣ ସାପ ଦେଖୁଛନ୍ତି କି କଳା ସାପ ଆପଣଙ୍କୁ କାମୁଡ଼ୁଛି, ତ ଏସବୁ ସ୍ୱପ୍ନ ଯଦି ଦେଖୁଛନ୍ତି, ଆପଣ ଦେହ ଖରାପ ହେବାର ମଧ୍ୟ ଚାନ୍ସ ରହୁଛି। ଆପଣ ଯଦି ପଡ଼ି ଯାଉଛନ୍ତି, ଉପରୁ ତଳକୁ ପଡ଼ି ଯାଉଛନ୍ତି, କି ଆପଣ ଝୁଲୁଛନ୍ତି, ଝୁଲୁ ଝୁଲୁ ତଳକୁ ପଡ଼ି ଯାଉଛନ୍ତି, ସେଇ କ୍ଷେତ୍ରରେ ମଧ୍ୟ ଏଇ ସ୍ୱପ୍ନଟି ବହୁତ ଖରାପ ହେଇଥାଏ। ତାର ଅର୍ଥ ହେଉଛି ଆପଣଙ୍କର ଆତ୍ମବିଶ୍ୱାସ ବହୁତ କମ୍ ରହିଛି। ଆପଣଙ୍କ ଆଗାମୀ ଭବିଷ୍ୟତରେ ଯେଉଁ କାମ କିଛି ଥିବାର ମାନେ ଯୋଗ ଥିବ, ସେ କାମ କିଛି ହେବନି, ଆପଣଙ୍କୁ ବହୁତ ଅସୁବିଧାର ମାନେ ସମ୍ମୁଖୀନ ହେବାକୁ ପଡ଼ିବ। ଆପଣ ଯଦି ସ୍ୱପ୍ନରେ ଆଲମିରା ବନ୍ଦ ଦେଖୁଛନ୍ତି, ଆଲମିରାଟି ବନ୍ଦ ହେଇକରି ରହିଛି, ତାହେଲେ ତାର ଅର୍ଥ ହେଉଛି ଧନ ପ୍ରାପ୍ତି। ଆପଣ ଯଦି ଦେଖୁଛନ୍ତି ଆଲମିରାଟି ଖୋଲା ହେଇକରି ରହିଛି, ତାହେଲେ ତାର ଅର୍ଥ ହେଉଛି ଆପଣଙ୍କର ଧନ ହାନି ହେବାର ସମ୍ଭାବନା ରହିଛି। ଆପଣ ଯଦି ଅଇନା ଦେଖୁଛନ୍ତି ସ୍ୱପ୍ନରେ, ତାହେଲେ ତାହାର ଅର୍ଥ ହେଉଛି ଆପଣଙ୍କର ଯାହା ବି ଇଚ୍ଛା ଥିବ, ଇଚ୍ଛା ପୂର୍ଣ୍ଣ ହେବ, ଆପଣଙ୍କର ଭଲ ସାଙ୍ଗଟେ ମିଳିବ। ଆପଣଙ୍କୁ ଯଦି ସ୍ୱପ୍ନ ଦେଖୁଛନ୍ତି ଆପଣଙ୍କ ଘରେ ଥିବା କେଉଁ ଠାକୁରଙ୍କର, ଯେକୌଣସି ଠାକୁରଙ୍କର ମୂର୍ତ୍ତି ଚୋରି ହେଇଯାଉଛି, କି ମନ୍ଦିରରେ କୌଣସି ଠାକୁରଙ୍କର ମୂର୍ତ୍ତି ଯଦି ଚୋରି ହେବାର ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଆପଣଙ୍କର ମାନେ ମୃତ୍ୟୁ ମାନେ ମରିବା ସମୟରେ ଯେଉଁ କଷ୍ଟ ଗୋଟେ ମଣିଷଟି ଅନୁଭବ କରିଥାଏ, ସେଇଭଳି କଷ୍ଟ ଆପଣଙ୍କୁ ଆଗାମୀ ଜୀବନରେ ମିଳିବାର ସମ୍ଭାବନା ଥାଏ।
ତା ସହିତ ଆପଣ ଯଦି ଦେଖୁଛନ୍ତି ମାନେ ନିଜର ମାନେ କୌଣସି ଲୋକ ମୃତ୍ୟୁବରଣ କରୁଛନ୍ତି, କିଏ ମରିଯାଉଛି, ନିଜ ଲୋକ ମୁଁ କହୁଛି, ନିଜ ଲୋକ କିଏ ମରିଯାଉଛି, ସେମିତି ଦେଖିଲେ ଯେ ନିଜକୁ ଦେଖିଲେ କେତେ ଜଣ କହନ୍ତି ନିଜକୁ ଦେଖିଲେ ପରଖ ହୁଏ। ଦେଖିବେ ଆପଣଙ୍କ କୁଟୁମ୍ବରେ ହଉ କି ଆପଣଙ୍କ ଚିହ୍ନା ପରିଚୟରେ ହଉ କୌଣସି ଲୋକ ମରିବାର ସମ୍ଭାବନା ଥାଏ, ତେଣୁ ସେଇ ସ୍ୱପ୍ନଟି ଆପଣ ମଧ୍ୟ ଦେଖୁଛନ୍ତି। ଯଦି କାହାର ଛୁଆ ହବାର ବି ସ୍ୱପ୍ନ ଆପଣ ନିଜକୁ ଦେଖୁଛନ୍ତି ଯେ ମୋର ଛୁଆ ହଉଛି, ତାହେଲେ ସେଟା ଆଉ କାହାର ଛୁଆ ହବାର ପିଲା ଛୁଆ ହବାର ସମ୍ଭାବନା ଥାଏ। ଯଦି ଆପଣ ଦେଖୁଛନ୍ତି ଆଉ କାହାର ଛୁଆ ହଉଛି ତ ସେଇଟା ନିଜର ଛୁଆ ହବାର ଚାନ୍ସ ରହିଥାଏ। ସେହିପରି ଆପଣ ଯଦି ଭଗବାନଙ୍କୁ ଦେଖୁଛନ୍ତି, ଯେକୌଣସି ଭଗବାନଙ୍କୁ ଆପଣ ଯଦି ଦେଖୁଛନ୍ତି, ଆପଣଙ୍କ ଇଷ୍ଟ ଦେବତା ହୁଅନ୍ତୁ କି ଯେକୌଣସି ଦେବତାକୁ ଆପଣ ଭଗବାନଙ୍କୁ ଦେଖୁଛନ୍ତି, ତାର ଅର୍ଥ ହେଉଛି ଆପଣଙ୍କ ଜୀବନରେ କିଛି ଖୁସି ଖବର ଆସିବ, ଆପଣଙ୍କ ଜୀବନ ପୁରା ସନ୍ତୁଷ୍ଟ ମାନେ ପୁରା ବହୁତ ଭଲରେ ରହିବେ, କିଛି ଖୁସି ଖବର ମିଳିବ, ଆପଣଙ୍କ ମନୋକାମନା ପୂର୍ଣ୍ଣ ହେବ। ତାର ଅର୍ଥ ହେଉଛି ସେଇଆ। ଆପଣ ଯଦି ବାରମ୍ବାର ସାପ କାମୁଡ଼ିଆ କି ଭଗବାନ ଶିବଙ୍କୁ ମଧ୍ୟ ଦେଖୁଛନ୍ତି, ତାହେଲେ ମାନେ କି କୌଣସି ଭଗବାନଙ୍କୁ ବାରମ୍ବାର ଦେଖୁଛନ୍ତି, ତ ତାର ଅର୍ଥ ମଧ୍ୟ ହେଉଛି ଆପଣଙ୍କର ସେଇ ଭଗବାନଙ୍କୁ ନେଇ କିଛି ମାନସିକ ମଧ୍ୟ ରହିଛି ଯାହାକି ପୂର୍ଣ୍ଣ ହେଇନାହିଁ। ତ ସେଇଟା ମଧ୍ୟ ତାର ଅର୍ଥ ମଧ୍ୟ ରହୁଛି। ତେଣୁ ଆପଣ ଯଦି କିଛି ମାନସିକ କରୁଛନ୍ତି ତ ସେ ମାନସିକ ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ। ତାପରେ ଆପଣ ଯଦି ଫଳ ବଗିଚା କି ଆପଣଙ୍କର ଫୁଲ ବଗିଚା ଯଦି ଦେଖୁଛନ୍ତି, ତାହେଲେ ଆପଣଙ୍କ ବଡ଼ ଖୁସି ଖବର ମିଳିବାର ସମ୍ଭାବନା ରହୁଛି। ଆପଣଙ୍କ ସ୍ଥିତିର ସୁଧାର ରହିବାର ସମ୍ଭାବନା ରହୁଛି। ଆପଣ ଯଦି କାଉର ସ୍ୱପ୍ନ ଦେଖୁଛନ୍ତି, କାଉ କା କା କରୁଛି ତାର ସ୍ୱପ୍ନ ଯଦି ଦେଖୁଛନ୍ତି, ତାହେଲେ ଖରାପ ସମୟ ଶେଷ ହେବ, ଭଲ ଭବିଷ୍ୟତ ଆସିବ, ସେଇର ତାର ଅର୍ଥ ରହୁଛି। ଆମ୍ବ ଗଛର ଅର୍ଥ ହେଉଛି ଆପଣ ଯଦି ଆମ୍ବ ଗଛ ସ୍ୱପ୍ନ ଦେଖୁଛନ୍ତି, ତାର ଅର୍ଥ ହେଉଛି ଜୀବନରେ ଥିବା ସମସ୍ୟାର ଅନ୍ତ ହୋଇଥାଏ। ଯଦି ଆପଣ ଆମ୍ବ ଗଛ ସ୍ୱପ୍ନ ଦେଖିଥାନ୍ତି, ଉନ୍ନତିର ମାର୍ଗ ଖୋଲିଯାଏ। ଆପଣ ଯଦି ପ୍ରେଗନେଣ୍ଟ ସମୟରେ ଆମ୍ବ ଗଛର ସ୍ୱପ୍ନ ଦେଖୁଛନ୍ତି, ତାର ଅର୍ଥ ହେଉଛି ଆପଣଙ୍କ ସୁସନ୍ତାନ ଆପଣଙ୍କ କୋଳରେ ଆସିବ। ପଦ୍ମ ଫୁଲର ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି, ଆପଣ ସମସ୍ତେ ଜାଣିଛନ୍ତି ପଦ୍ମ ଫୁଲ ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ, ଧନର ପ୍ରତୀକ। ତେଣୁ ଆପଣ ଯଦି ପଦ୍ମ ଫୁଲ ସ୍ୱପ୍ନରେ ଦେଖୁଛନ୍ତି, ଆପଣଙ୍କ ଯାହା ବି ସମସ୍ୟା ଅଛି ସେ ସମସ୍ୟା ଶେଷ ହେବାର ସମୟ ଆସିଯାଇଛି। ଆପଣଙ୍କ କାରବାର ହଉ, ବିଜନେସ୍ ହଉ, ଆପଣଙ୍କର ଜବ୍ ହଉ କି ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କ ବୃଦ୍ଧି ହେବାର ସମ୍ଭାବନା ରହୁଛି। ଆପଣ ଯଦି ବଇଁଶୀ ସ୍ୱର ଶୁଣୁଛନ୍ତି ସ୍ୱପ୍ନରେ, ତାହେଲେ ଆପଣଙ୍କ ସମ୍ପର୍କରେ, ଆପଣଙ୍କ ପ୍ରେମ ସମ୍ପର୍କ ହଉ କି ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ। ଆପଣ ଯଦି ଗୋଟେ ପୂର୍ଣ୍ଣ କଳସ ମାନେ କଳସରେ ପୁରା ଫୁଲ୍ ପାଣି ରହିଛି, ଆମ୍ବପତ୍ର, ଦୁବପତ୍ର, ଆମ୍ବ, ଆପଣଙ୍କ ଫଳ ମାନେ ନଡ଼ିଆ ହଉ, ପଇଡ଼ ହଉ, ପୂର୍ଣ୍ଣ କଳସ ଯଦି ଦେଖୁଛନ୍ତି, ତାହେଲେ ଏଇଟା ମଧ୍ୟ ବହୁତ ଶୁଭ ହେଇଥାଏ। ଆଗାମୀ ଜୀବନ ଆପଣଙ୍କର ଖୁସିରେ ମାନେ ବିତିଥାଏ। ଆପଣ ଯଦି ଖରାପ ପାଣି କି ଖରାପ ଜିନିଷ, ଅସନା ଜିନିଷ, ଅପରିଷ୍କାର ଜିନିଷ ମାନେ ଦେଖିବେ ପୁରା ଅଳିଆ ଆବର୍ଜନା ଗୋଟେ ଜାଗାରେ ନଦା ହେଇଛି, ତ କି ନାଳ ନର୍ଦ୍ଦମା ଏଇସବୁ ଯଦି ଆପଣ ଜିନିଷ ଦେଖୁଛନ୍ତି, ତାହେଲେ ଏଇଟା ବହୁତ ଅଶୁଭ ପରିମାଣ ମାନେ ଅଶୁଭର ଲକ୍ଷଣ ଥାଏ। ଆପଣ ଯଦି ସୂର୍ଯ୍ୟ ଅସ୍ତର ମଧ୍ୟ ସ୍ୱପ୍ନ ଦେଖୁଛନ୍ତି, ତାହେଲେ ମଧ୍ୟ ଏଇଟା ଅଶୁଭ ହେଇଥାଏ। ଆପଣଙ୍କ ଜୀବନରେ ବାଦ ବିବାଦର ମାନେ ଯୋଗ ଖୋଲି ଯାଇଥାଏ। ଆପଣଙ୍କର ଯଦି ନାଳରେ ପାଣି ବହୁଛି, ତାହେଲେ ଶୁଭ ଫଳ ଦେଇଥାଏ। କିନ୍ତୁ ଆପଣ ଯଦି ମାନେ ନାଳଟେ ଗୋଟେ ବନ୍ଦ ହେଇଯାଇଛି, ସେଥିରେ ଶୁଖି ଯାଇଛି, ପାଣି ନାହିଁ ସେ ନାଳରେ, କି କଳା ବିଲେଇ ଦେଖିଲେ, କି ଶୁଖିଲା ଜଙ୍ଗଲ ସବୁବେଳେ ଯଦି ପୁରା ସବୁଜ ବର୍ଣ୍ଣ ହେଇକିନା ପୁରା ପତ୍ର ଅଛି, ତାହେଲେ ଶୁଭ। ଯଦି ଶୁଖିଲା ଜଙ୍ଗଲ ହେଲା, ନାଳ ଶୁଖି ଯାଇଛି, ଶୁଖିଲା ଗଛ ଏସବୁ ଯଦି ଆପଣ ଦେଖୁଛନ୍ତି, ତାହେଲେ ମଧ୍ୟ ସ୍ୱପ୍ନଟି ଅଶୁଭ ହେଇଥାଏ। କ୍ୟାରିୟର, ବିଜନେସ୍, ଆପଣଙ୍କ ଚାକିରିରେ ବହୁତ ପ୍ରଭାବ ପକେଇଥାଏ, ଅଶୁଭକର ପ୍ରଭାବ ପକେଇଥାଏ। ଆପଣ ଯଦି କଇଁଚି ଦେଖୁଛନ୍ତି କି କଇଁଚିରେ ଆପଣ କିଛି କାଟୁଛନ୍ତି, କଇଁଚିରେ କିଛି କାରବାର କରୁଛନ୍ତି କି କାହାକୁ ଗୋଟେ ମାରୁଛନ୍ତି, କାହାକୁ ଚାପୁଡ଼ାଟେ ମାରୁଛନ୍ତି, ତ ଏଇସବୁ ଦେଖିଲେ ଆପଣଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ମଧ୍ୟ ଆସିଥାଏ। ତ ଦେଖନ୍ତୁ, ସବୁ ସ୍ୱପ୍ନର କିଛି ନା କିଛି ଶୁଭ ଆଉ ଅଶୁଭ ଫଳ ରହିଥାଏ। ଆପଣ ଯଦି ଭଲ ସ୍ୱପ୍ନ ଦେଖୁଛନ୍ତି, ତ ଏତିକି ମନେ ରଖନ୍ତୁ, ଯଦି ଆପଣ ଭଲ ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଭଲ ସ୍ୱପ୍ନ କାହାକୁ କୁହନ୍ତୁ ନାହିଁ। ମାନେ ଯଦି ଆପଣ ଦେଖୁଛନ୍ତି ବର୍ଷା ସ୍ୱପ୍ନ, ଗୋଲାପ, ତା ବ୍ୟତୀତ ଆପଣ ଯଦି କହନ୍ତି ଯେ ଧଳା ରଙ୍ଗର ସ୍ୱପ୍ନ ଦେଖିଲେ ମଧ୍ୟ ତାହା ଶୁଭକର ହେଇଥାଏ।
କିନ୍ତୁ ଧଳା ରଙ୍ଗ ଭିତରେ କପା, ଭସ୍ମ ଆଉ ଅସ୍ଥି, ଏଇ ତିନୋଟି ଜିନିଷକୁ ଛାଡ଼ି ଆପଣ ଯେକୌଣସି ଧଳା ରଙ୍ଗର ଦେଖିଲେ ତ ଆପଣଙ୍କର ଶୁଭ ଫଳ ମିଳିଥାଏ। ସେହିପରି ଆପଣଙ୍କର କଳା ଗାଈ, କଳା ହାତୀ ଆଉ କୃଷ୍ଣ ବର୍ଣ୍ଣର ଦେବତା, କଳା ରଙ୍ଗର ବ୍ରାହ୍ମଣ କୁ ଛାଡ଼ି ଆପଣ ଯଦି କଳା ରଙ୍ଗର ଅନ୍ୟ କୌଣସି ଜିନିଷ ହଉ, ଜୀବଜନ୍ତୁ ଆପଣ ଯଦି ଦେଖୁଛନ୍ତି ତାହେଲେ ମଧ୍ୟ ଆପଣଙ୍କର ଅମଙ୍ଗଳ ହେଇଥାଏ। ତ ତେଣୁକରି ଆପଣ ଯଦି ଭଲ ସ୍ୱପ୍ନ ଦେଖୁଛନ୍ତି ତାହେଲେ ସେଇଟା ନିଜ ପାଖରେ ରଖନ୍ତୁ, କାହାକୁ କୁହନ୍ତୁ ନାହିଁ। ଆପଣ ଯଦି ଅଶୁଭ ସ୍ୱପ୍ନ ଦେଖୁଛନ୍ତି, ଖରାପ ସ୍ୱପ୍ନ ଦେଖୁଛନ୍ତି, ତାହେଲେ ଆପଣ ତା ପରଦିନ ଟିକେ ପାଖରେ ଥିବ ଯଦି ଶିବ ମନ୍ଦିର ଯାଆନ୍ତୁ, ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ପୂଜା କରନ୍ତୁ, ମହାମୃତ୍ୟୁଞ୍ଜୟ ମନ୍ତ୍ର ଜାପ କରନ୍ତୁ। କିଛି ନ ହେଲେ ବି ଆପଣ ଶିବ ମନ୍ଦିର ଯାଇ ଭଗବାନ ଶିବଙ୍କୁ ପୂଜା କରି ଓମ୍ ନମଃ ଶିବାୟ ଏମିତି 108 ଥର ମଧ୍ୟ ଜପ କଲେ ତାର ମାନେ ଖରାପ ସ୍ୱପ୍ନର ପ୍ରଭାବ ମାନେ କମି ଯାଇଥାଏ। ତା ବ୍ୟତୀତ ଆପଣ ଯାହା ବି ଖରାପ ସ୍ୱପ୍ନ ଦେଖୁଛନ୍ତି ସେଟା ମଧ୍ୟ ଆଉ କାହା ସହିତ ସେୟାର କରିଦିଅନ୍ତୁ। ଆଉ କାହାକୁ କହିଦେଲେ ସେ ସ୍ୱପ୍ନଟି ଫଳିତ ମଧ୍ୟ ହୁଏ ନାହିଁ। ତା ବ୍ୟତୀତ ଆପଣ ଯଦି ଦେହ ଖରାପ ଅଛି, ଆପଣଙ୍କ ରୋଗଗ୍ରସ୍ତ ଅଛନ୍ତି, ଦେହଟି ବହୁତ ହାଲିଆ ହେଇଛି, ମାନେ ଆପଣ ବହୁତ ଟାୟାର୍ଡ ହେଇଯାଇଛନ୍ତି, ତ ସେଇ ସମୟରେ ଆପଣ ଯଦି ଆଇଦର ଆପଣ ରୋଗରେ ଅଛନ୍ତି ବା କୌଣସି ପୁରା କାମ କରି କରି ଟାୟାର୍ଡ ହେଇଯାଇଛନ୍ତି, ସେଇ ସମୟରେ ଯଦି ଆପଣ ସ୍ୱପ୍ନ ଦେଖୁଛନ୍ତି, ସେଇ ସ୍ୱପ୍ନ ସବୁବେଳେ ନିଷ୍ଫଳ ହୁଏ, ତାର ଫଳ କିଛି ରହିନଥାଏ। ତା ବ୍ୟତୀତ ଆପଣ ଦିନ ବେଳେ ଯଦି ଆପଣ କୌଣସି ସ୍ୱପ୍ନ ଦେଖୁଛନ୍ତି, ଭଲ ହଉ କି ଖରାପ ହଉ, ସେ ସ୍ୱପ୍ନର ଫଳ ମଧ୍ୟ କିଛି ନଥାଏ, ସେଟା ନିଷ୍ଫଳ ହୁଏ। ତାର ଭଲ କି ଶୁଭ କି ଅଶୁଭର ଫଳ କିଛି ବି ନଥାଏ। ସେଟା ମାନେ ଏମିତି ଜଷ୍ଟ ଆପଣ ଦେଖିଦେଲେ, ତାର ଫଳ କିଛି ନଥାଏ। ଆପଣ ଯଦି ଭୋର ସ୍ୱପ୍ନର ମହତ୍ଵ ବହୁତ ଅଧିକା ଥାଏ, ତ ଭୋର ସ୍ୱପ୍ନ ଦେଖିଲେ ସେଇଟା ଫଳିଥାଏ ଆପଣଙ୍କ ପାଖରେ। ଆଶା କରୁଛି ଆପଣମାନଙ୍କୁ ଏଇ ଭିଡ଼ିଓଟି ବହୁତ ପସନ୍ଦ ଆସିଥିବ। ଯଦି ଆସିଛି ତାହେଲେ ଏଇ ଚ୍ୟାନେଲକୁ ଜଲ୍ଦି କରି ଲାଇକ୍, ସେୟାର, ସବସ୍କ୍ରାଇବ କରିଦିଅନ୍ତୁ। ନମସ୍କାର।